ମୋର 83 ବର୍ଷ ବୟସ। ହଁ ଟାଣୁଛନ୍ତି 7ଟା 7:30 ଏହା ପର୍ଯ୍ୟନ୍ତ ଟଣା ହେବାର ମୁଁ ଦେଖିଛି। ଅର୍ଥ 7ଟା 7:30 ଭିତରେ ରଜାନଗର ପାଖରେ ଇଏ ହେଇଗଲା, ସବୁ ରଥ ଲାଗିଗଲା ରଜାନଗର ପାଖରେ ପହଞ୍ଚିଗଲା। 7ଟା ବାଜିଗଲା କି 6:30 ମୁହଁ ହେଇଗଲା, ଅଧଘଣ୍ଟା ଭିତରେ ଟାଣି ଦେଇକି ନେଇଯିବି। କିନ୍ତୁ ରାତି 9ଟା ହେଇଯିବା এইটা ମୁଁ ଆଜି ପର୍ଯ୍ୟନ୍ତ ଦେଖିନଥିଲି। 9ଟା ପରେ ହେଇଯାଇଥିଲା। ହେଇଗଲା ତେଣୁ ଅବଶ୍ୟ ହଁ ଏଇଟା ରାତିରେ କହନ୍ତି ଯେ ଆମର ପୁରାଣରେ ଅଛି, ପୁରାଣ ଶାସ୍ତ୍ରର ନିର୍ଦ୍ଦେଶ ଅଛି ଯେ ଯୁଦ୍ଧ ଆଗେ ବନ୍ଦ ହେଇଯାଉଥିଲା ସନ୍ଧ୍ୟା ହେଲେ ସୂର୍ଯ୍ୟାସ୍ତ ହେଲେ, ସୂର୍ଯ୍ୟାସ୍ତ ପୂର୍ବରୁ ରଥ ଟଣା ହେଉଥିଲା, ସୂର୍ଯ୍ୟାସ୍ତ ପରେ ଟଣା ହେଉନଥିଲା। କିନ୍ତୁ ଆମେ ଶୁଣିଛୁ ଏମିତିକା ମଶାଲ ଲାଗିକିରି, ସେତେବେଳେ ତ ଇଲେକ୍ଟ୍ରିକ ଏତେ ନଥିଲା, ମଶାଲ ଲାଗିକିରି ଅଳ୍ପ ସମୟ ପାଇଁ ଜଷ୍ଟ ଖୁବ୍ କମ ସମୟ ପାଇଁ ଯଦି କିଛି ରଥ ଟାଣିବା ଅସୁବିଧା, କିନ୍ତୁ ଏତେ ସମୟ ଇଏ କରିବା ଏଇଟା ମୋତେ ପସନ୍ଦ ଆସୁଛି। ଏଇଗୁଡ଼ା କିନ୍ତୁ ସବୁ ନୀତିର ବିରୁଦ୍ଧ ଆମ ଧର୍ମର ପରମ୍ପରାର ବିରୁଦ୍ଧ କେତେଟା। ତେବେ ଏଗୁଡ଼ାକ ହେଲେ କ'ଣ ହୁଏ ନା ଦେଶ ପକ୍ଷରେ ସେଗୁଡ଼ାକ ଅଶୁଭ ସୂଚକ ବା ଅନ୍ୟାନ୍ୟ ଏଇଭଳି ହୁଏ। କିଛିଟା ବିଶୃଙ୍ଖଳା ଆଶା କରନ୍ତି। ହବାଟା ଆମେ ଜାଣିନୁ, କିନ୍ତୁ ବିଶୃଙ୍ଖଳା ହୁଏ ବୋଲି ଗୋଟେ ଲୋକ କଥା ରହିଛି। ଆଉ ଆମେ ତ ଏଟା ଠିକ୍ ଭାବରେ କହିପାରିବୁନି 100% ଏଇଟା ଠିକ୍ ଭୁଲ କହିପାରିବୁନି। ତେବେ ତାଙ୍କର ଯଦି ମନ ହେଲା, ଆଜିକାଲି ତ ସବୁ ଶୃଙ୍ଖଳା ହେଉଛି, ହେଲା ସେ କେହି କରିଥିବ, କାହା ମନରେ କରିଥିବ। ଆମକୁ କିନ୍ତୁ ଏଗୁଡ଼ାକ ପସନ୍ଦ ଆସୁନି। କେବଳ ଗୋଟିଏ ଇସ୍ୟୁ ଉପରେ ଆମେ କହିଛୁ, ରତ୍ନଭଣ୍ଡାର ଖୋଲିବା ବନ୍ଦ ନ ଖୋଲିବା ବନ୍ଦରେ ଆମର କିଛି କହିବାର ନାହିଁ। ରତ୍ନଭଣ୍ଡାର ଖୋଲିବା ନ ଖୋଲିବା ବା କ'ଣ କରିବା ସେ ସବୁ ସରକାରଙ୍କର ନୀତି, ତାଙ୍କର ନିର୍ଦ୍ଦେଶ। ଆମେ ତାପରେ କୌଣସି କଥା କହିପାରିବୁ ନା। ଆମେ କେବଳ ଦେଖିଲୁ ଯେ ରତ୍ନଭଣ୍ଡାର ଖୋଲିବା ପାଇଁ ଯେଉଁ ଆନୁଷଙ୍ଗିକ କାର୍ଯ୍ୟ ଭିତରେ ଗୋଟିଏ କଥା ହେଲା, ଲୋକନାଥଙ୍କର ଆଜ୍ଞାମାଳ ଆସିଲା। ଲୋକନାଥଙ୍କର 14 ତାରିଖ ଦିନ ଆଜ୍ଞାମାଳ ଆସିଲା। ଏଇ ଆଜ୍ଞାମାଳ ଆସିବାଟା ପରମ୍ପରା ବିରୁଦ୍ଧ। ଜଗନ୍ନାଥ ମନ୍ଦିରକୁ ଏଇଭଳି ବାହାରୁ ଆଜ୍ଞାମାଳ ଆସେ ନାହିଁ, ଆସିବାର ନାହିଁ। କୋଉଠି ଲେଖା ନାହିଁ, କି ପରମ୍ପରା ନାହିଁ, କି ନୀତି ନାହିଁ। ଆଜ୍ଞାମାଳ ସମ୍ବନ୍ଧରେ ଆମେ ସବୁ ଜାଣିଛୁ, କାରଣ ଆଜ୍ଞାମାଳରେ ଆମେ ସମ୍ପୃକ୍ତ। ସମସ୍ତ ଆଜ୍ଞାମାଳ ଆମେ ହିଁ ଦେଉ। ତେଣୁ ଏଇ 2-4ଟା ଆଜ୍ଞାମାଳ ଆମ ପ୍ରେଜେନ୍ସରେ ଅନ୍ୟମାନେ ଦେଇପାରନ୍ତି, ନିଅନ୍ତି, କିନ୍ତୁ ଆମେ ସବୁ ଆଜ୍ଞାମାଳ ଦେଉ। କିନ୍ତୁ ଦେଖିଲୁ ଲୋକନାଥଙ୍କ ପାଖକୁ ଏମିତି ଆଜ୍ଞାମାଳ ଆସିବା, ଏଇଟା ଆମକୁ ଆଶ୍ଚର୍ଯ୍ୟ କଲା। ନୂଆ ଆମ ପକ୍ଷରେ ଏଇଟା ଜାଣିବାର ନାହିଁ। ସେତେବେଳେ ହବାର କୌଣସି ଲେଖା ନାହିଁ। ସେତେବେଳେ ମୁଁ ନଥିଲି ଯଦିଓ, ତେବେ ବାହାରେ ମୁଁ ଥିଲି। ମୁଁ ସେତେବେଳେ ଚାକିରି କରିଥିଲି, ମନ୍ଦିରକୁ ଯିବା ଆସିବା କରୁଥିଲି। କିନ୍ତୁ ସେତେବେଳେ ମୁଁ ଆଉ ଇଏ କରୁନି। କିନ୍ତୁ ତାଙ୍କ ଡାଏରୀ ଦେଖିଲୁ ଆମେ, ସେମିତି କିଛି ନା, ରେକର୍ଡ ଅଫ୍ ରାଇଟ୍ ନାହିଁ, ତାଙ୍କ ଡେଲି ଡାଏରୀରେ ନାହିଁ, ଏସବୁ କିଛି ନାହିଁ। ଏସବୁ ଆଗେ ଆମେ ଚାହୁଁଛୁ ଯେ ପରମ୍ପରାକୁ ନଷ୍ଟ କରିବା ଯେଉଁ ହେଲା, ନଷ୍ଟ ହେଲା, ସେଥିରେ ନିର୍ଦ୍ଦେଶ କିଏ ଦେଲା, ସେ କୋଉଠି ନିର୍ଦ୍ଦେଶ ଦେଲେ, ସେ କାହାଠୁ ଜାଣିଲେ, ସେ କେମିତି ନିର୍ଦ୍ଦେଶ ଦେଲେ। ସେ ଆଇନର ଉର୍ଦ୍ଧ୍ୱରେ ତ ସମସ୍ତେ କେହି ନାହାନ୍ତି, ଆଇନ ସମସ୍ତଙ୍କ ଉର୍ଦ୍ଧ୍ୱରେ। ଇଏ ପରମ୍ପରା ବି ଆଇନ, ଜଗନ୍ନାଥ ମନ୍ଦିର ପରମ୍ପରା ଆଇନ, ଜଗନ୍ନାଥ ମନ୍ଦିର ରେକର୍ଡ ଅଫ୍ ରାଇଟ୍ ଆଇନ, ଜଗନ୍ନାଥ ମନ୍ଦିର ଡାଏରୀ ମଧ୍ୟ ଆଇନ, ଏବଂ ସେଇ ଅନୁସାରେ ମନ୍ଦିର ଚାଲୁଛି ଏବଂ ଶାସ୍ତ୍ରୀୟ। ସେ ଶାସ୍ତ୍ରଟାକୁ ଆମେ କହିବୁ, ତାଙ୍କ ମନ ଇଚ୍ଛା। ସେ କଥା ଆମେ ବି ଜାଣିନୁ। ଆମେ ଦେଖିଲୁ ମନ୍ଦିର ଭିତରେ ପଶିଲା, ଆମେ ଟିଭିରେ ଦେଖିଲୁ। ସେଇଥିପାଇଁ ଆମେ ଯାହାକୁ ପଚାରିଲୁ, ସେ କିଏ ସମସ୍ତେ କହୁଛନ୍ତି ମୁଁ ଜାଣିନି,
ଏଇଟା ମୁଁ ଜାଣିନି। ଆଜ୍ଞା ମାଳ କୋଉ ଫୁଲରେ ହବା ଦରକାର କୋଉ ଫୁଲ ଦେଇ ସେୟା ତ କହୁଛି ଆଜ୍ଞାମାଳଟା ସବୁବେଳେ ଆମେ ପଠଉ ଏବଂ ଶୁଣୁ ଆସେ ଗୋଟିଏ ଆସେ ଯୋଉଠୁ କେବଳ ଆମେ ଜାଣିବା କଥା ଯେ ଆସେ ଦକ୍ଷିଣକାରୀଙ୍କ ପାଖରୁ ସେଇଟା ଆମର ଯିବା ପରେ ଆମର ଯିବ ଏବଂ ତାଙ୍କର ଗୋଟେ ମାଳ ଆସିବ। ହଁ ସେ ମାଳ ଆସିଲେ ବି ଜଗନ୍ନାଥଙ୍କ ପାଖକୁ ଆସିବନି, ସେ ରୋଷରେ ଟଙ୍ଗା ହବ। ଜଗନ୍ନାଥ ଆଦେଶ ଦେଇଥିବେ ଯେ ତମେ ଆସିକି ରୋଷରେ କାଲି ସାତପୁରୀ ଅମାବାସ୍ୟାରେ ରୋଷରେ କାମ ରହିବ। ତେଣୁ ସେ ରୋଷ ପର୍ଯ୍ୟନ୍ତ ଆସି ରହିବ। ଆଜ୍ଞାମାଳ ଅର୍ଥ ଦକ୍ଷିଣକାରୀ ଆସିଲେ ଏବଂ ରୋଷରେ ରହିଲେ ଜଗନ୍ନାଥଙ୍କ କଥାକୁ ପାଳନ କଲେ। ଆଦେଶ ଦେବା ଲୋକ ଜଣେ, ଆଉ ଆଦେଶ ଗ୍ରହିତା ହେଲେ ଅନେକେ, ଆଉ ଦାତା ହେଲେ ଜଣେ। ସେ ଦାତାଙ୍କର ମିଡ଼ିଏଟର ଆମ ମାଧ୍ୟମରେ ସେଗୁଡ଼ା ଦିଆଯାଏ। ଯେତେ ଆଜ୍ଞାମାଳ ଆମ ମାଧ୍ୟମରେ ଦିଆଯାଏ ଏବଂ ଯେଉଁମାନେ ଗ୍ରହିତା ସେମାନଙ୍କଠୁ କାହାଠୁ ରିଟର୍ନ ଆସିବ ସେଇଟା ମଧ୍ୟ ଲେଖା ହେଇଛି। ତେଣୁ ପୂଜା ପର୍ବ ନିଯୋଗ ଆଜି ଏ ପରମ୍ପରାର ବିରୁଦ୍ଧାଚରଣ ହେଇଥିବାରୁ କିଏ କରିଛି ଏବଂ କାହିଁକି ଏମିତି କଲା ତାର ସନ୍ତୋଷଜନକ କୈଫତ ଦିଅନ୍ତୁ ବା ତଦନ୍ତ କରି ଆମକୁ ଉତ୍ତର ଦିଅନ୍ତୁ। ତାହେଲେ ନହେଲେ ଆମେ ତା ନିନ୍ଦା କରୁଛୁ, ତାହା ନହେଲେ ଆମେ ଭବିଷ୍ୟତରେ କ'ଣ କରିବୁ ସେଇଟା ଆମ ଉପରେ ଯାହା ନିଜର ଷ୍ଟେପ୍ ନେବ।